ବାହାର ଅନଦୁନିଆ ବର୍ଷା ଦେଖି ମୁଁ ମନ ହେଲା ଟିକେ ପକୁଡ଼ି ଖାଇବା ପାଇଁ। ତେଣୁକରି ଆଳୁ ଧୋଇକିରି ତାକୁ ଚୁନ ଚୁନ କରି କାଟିଦେଲି, ପିଆଜ ଧୋଇଲି, ପିଆଜକୁ ବି ଚୁନ ଚୁନ କରି କାଟି ପକାଇଦେଲି। ତାପରେ ଭୃସଙ୍ଗ ପତ୍ରକୁ ଆଡ଼୍ କଲି। ଭୃସଙ୍ଗ ପତ୍ର ପକାଇ ସାରିଲା ପରେ ଆମର କଞ୍ଚା ଲଙ୍କା ଟିକେ କଟା ନହେଲେ ମଜା ଲାଗିବନି। ତାପରେ ଲୁଣ ଟିକେ, ହଳଦୀ, ତାପରେ କାଶ୍ମୀରୀ ଚିଲି ପକାଇକି ତାପରେ ବେସନ ପକାଇବା ହେଲା। ବେସନ ପକାଇ ସାରିଲା ପରେ ତାକୁ ଧରି ଘାଣ୍ଟିଲି ଘାଣ୍ଟି ତାକୁ ଗୋଳେଇ ଦେଲି। ଘାଣ୍ଟି ଗୋଳେଇ ସାରିଲା ପରେ ତେଲ କଡ଼େଇଟାକୁ ବସେଇଲି। ତାପରେ ତେଲଟାକୁ ଗରମ କଲି। ତେଲ ଯେତେବେଳେ ଦେଖିଲି ବାପା ଗରମ ହେଇଗଲାଣି, ସେଥିରେ ପକାଇଲି ଘାଣ୍ଟା ହେଇଥିବା ଆମର ପକୁଡ଼ି ମସଲାଟା ପଡ଼ିଲା। ତେଲ ବୁରୁ ହେଇ ଫୁଟିଲା। ବୁରୁ ହେଇ ଫୁଟିଲା ପରେ ଆମର ତାପରେ ବାହାରିଲା ପକୁଡ଼ି। ରୁହ ଫୁଟୁଛି ବାହାରିବ ଏଇ ତ ପକୁଡ଼ି। ତାପରେ କେମିତି ଲାଗୁଛି ଆମ ପକୁଡ଼ି? ଦେଖ କ୍ୱାଲିଟିଟା ଭଲ ଥିଲା, ଲୁକ୍ଟା ଭଲ ଆସୁନି, ବାକି ଟେଷ୍ଟଟା ନମ୍ବର